ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ମିନତି ହୋଟେଲ ଉପରେ ରାତି ଅଧିଆ ଚଢ଼ାଉ 10 ଜଣ ରୂପଜୀବୀ 3 ଜଣ ଗରାଖ ସमेତ 3 ଜଣ ଦଲାଲ ଓ ହୋଟେଲ ମ୍ୟାନେଜର ଗିରଫ। ସୂଚନା ଅନୁସାରେ ରାତି ପ୍ରାୟ 1:50 ସମୟରେ ତାଳସାରୀ ମେରାଇନ ଥାନାର ଆଇଆଇସି ଚମ୍ପାବତୀ ସୋରେନଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ତାଳସାରୀର ମିନତି ହୋଟେଲରେ ଦେହ ବେପାର ଚାଲିଛି ଏବଂ ପଶ୍ଚିମବଙ୍ଗର ଅନେକ ରୂପଜୀବୀ ସେହି ହୋଟେଲରେ ଡେରା ପକାଇଛନ୍ତି। ଏପରି ସୂଚନା ପାଇ ଆଇଆଇସି ଚମ୍ପାବତୀ ସୋରେନ ତାଙ୍କ କର୍ମଚାରୀ ଓ 2 ସ୍ଥାନୀୟ ସାକ୍ଷୀଙ୍କ ସହିତ ରାତି ପ୍ରାୟ 2:45 ସମୟରେ ମିନତି ହୋଟେଲ ଉପରେ ଚଢ଼ାଉ କରିଥିଲେ ଏବଂ ହୋଟେଲର ମ୍ୟାନେଜର ସନ୍ଦୀପ ମଣ୍ଡଲ 3 ଜଣ ଦଲାଲ ଏବଂ 3 ଜଣ ଗ୍ରାହକଙ୍କୁ ଗିରଫ କରିଥିଲେ। ହୋଟେଲରେ 10ଟି କୋଠରୀ ମଧ୍ୟରୁ ଖୋଜାଖୋଜି ସମୟରେ ପୁଲିସ 103, 108 ଏବଂ 110 କୋଠରୀରୁ ପୁରୁଷ ଏବଂ ମହିଳାଙ୍କୁ ଅସଂଯତ ଅବସ୍ଥାରେ ପାଇଥିବା ବେଳେ ଅନ୍ୟ କୋଠରୀରୁ 25ରୁ 40 ବର୍ଷ ବୟସର ମହିଳାମାନଙ୍କୁ ମଧ୍ୟ ପାଇଥିଲା। ସମସ୍ତ ମହିଳା ପଶ୍ଚିମବଙ୍ଗ ରାଜ୍ୟର ହୋଇଥିଲା ବେଳେ ଋଣ ପରିଶୋଧ କରିବା ପାଇଁ ହୋଟେଲ ମାଲିକଙ୍କ ଦ୍ୱାରା ପ୍ରଲୋଭିତ ହୋଇ କିଛି ଟଙ୍କା ରୋଜଗାର କରିବା ପାଇଁ ଏହି କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଆପଣଙ୍କ ପ୍ରିୟ ସମ୍ପର୍କ ଲାଇଭ୍।